ସୁପ୍ରିମକୋର୍ଟ ଯେହେତୁ ଡିସିସନ ଦେଇଛନ୍ତି ଆମେ ଅଭିନନ୍ଦନ ଜଣାଉଛୁ, କିନ୍ତୁ ସମାଜରେ ଏଇଟା ଭଲ ପଡ଼ିବନି, ଖରାପ ପଡ଼ିବ। ବିରାଟ ଭାରତ ବର୍ଷ, ହିମାଳୟରୁ କନ୍ୟାକୁମାରୀ, ମଣିପୁରରୁ ମହାରାଷ୍ଟ୍ର, ଏତେ ବଡ଼ ଦେଶ, 140 କୋଟି ଲୋକ, ତା ଭିତରେ ଏଇଟା ଗୋଟେ ଖରାପ ଇମ୍ପାକ୍ଟ ପଡ଼ିବ। विवाहित पुरुष निर्देशन रखिले अपराध ସୁପ୍ରିମ ହାଇକୋର୍ଟ ଯୋଉ ଡିସିସନ ଦେଇଛି ଆମେ ମାନିବା, ସେଥିରେ ସନ୍ଦେହ ନାହିଁ, ଆମେ ମାନିବା। କିନ୍ତୁ ଯୋଉ ଆମ ହିନ୍ଦୁ ସମାଜ, ରାମ ସୀତା ଯୋଉ ସମାଜ, ସେଥିରେ ଆଘାତ, ଲୋକମାନଙ୍କର ଗୋଟେ ପ୍ରହସନରେ ପରିଣତ ହେଇଯିବ ସ୍ୱାମୀ ସ୍ତ୍ରୀ ଯୋଉ ହିନ୍ଦୁ ଧର୍ମର। ତେଣୁ ସୁପ୍ରିମକୋର୍ଟ ଯେହେତୁ ଡିସିସନ ଦେଇଛନ୍ତି ଆମେ ଅଭିନନ୍ଦନ ଜଣାଉଛୁ, କିନ୍ତୁ ସମାଜରେ ଏଇଟା ଭଲ ପଡ଼ିବନି, ଖରାପ ପଡ଼ିବ। ବିରାଟ ଭାରତ ବର୍ଷ, ହିମାଳୟରୁ କନ୍ୟାକୁମାରୀ, ମଣିପୁରରୁ ମହାରାଷ୍ଟ୍ର, ଏତେ ବଡ଼ ଦେଶ, 140 କୋଟି ଲୋକ, ତା ଭିତରେ ଏଇଟା ଗୋଟେ ଖରାପ ଇମ୍ପାକ୍ଟ ପଡ଼ିବ। ନା ନା, ଅତ୍ୟାଚାରିତ ମାନେ ଆମ ଭାରତୀୟ ଯୁବକ ମାନେ କମ୍। ଆଜି ପର୍ଯ୍ୟନ୍ତ ଆମ ଭାରତର ସବୁ ରାଜ୍ୟର ଯୁବକ ମାନେ ମା ଭଉଣୀଙ୍କର ଇଜ୍ଜତ ରଖିଛନ୍ତି, ଆମେ ରଖିଛୁ। କୋଉଠି ଦେଖୁଛୁ ଆମର ରେପ୍ ଫେପ୍ ଏରିଆରେ, ଖୋର୍ଦ୍ଧା ଜିଲ୍ଲାରେ ଆମର? ଆମେ ଆଜି ନୁହଁ, ଆମ ଜେଜେ ରଖୁଥିଲେ, ଆମ ବାପା ରଖୁଥିଲେ, ଆମେ ରଖୁଛୁ, ଆମ ପିଲାମାନେ ରଖିବେ। ଗାଁର ଇଜ୍ଜତ, ଗୋଟେ ମହିଳାର ଇଜ୍ଜତ, ଗାଁର ଇଜ୍ଜତ, ଅଞ୍ଚଳର ଇଜ୍ଜତ। ତେଣୁ ଆମେ ମହିଳାଙ୍କ ଇଜ୍ଜତ ପାଇଁ ସଦାବେଳେ ଆଗରେ ରହିଛୁ। ଆମ ମହିଳା ମଧ୍ୟ ଫରୱାର୍ଡ, ଏକର ଜବାବ 10 ଦେବେ, ଖୁବ ବଢିଆ ଭାବେ ଦଉଛନ୍ତି, ବହୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। ତେଣୁ ଆମ ଖୋର୍ଦ୍ଧା ଜିଲ୍ଲାରେ ନାରୀ ନିର୍ଯାତନା କେବେ ଶୁଣୁଛ? ବଢିଆ ବଜା ଟୋକାଟେ, ବଢିଆ କାମ କରିବ କରିବା ପାଇଁ। ଏବଂ ଯାଇଛି ମାନସରୋବର ଦେଇକିରି, ଯାଇଛି କୈଳାସ ଦେଇକିରି। ମୋ ଜୀବନରେ ଠାକୁର ସ୍ଥାନ ସବୁ ପୁରା କୈଳାସଠୁ ଅମରନାଥ ପ୍ରଭୁ ନେଇ ଦର୍ଶନ କରେଇ ଦେଇଛନ୍ତି। ତେଣୁ ମୁଁ ଆଜି ଆପଣମାନଙ୍କୁ ଜଣେଇ ଦେବାକୁ ଚାହେଁ, ମୋର ସାନ ଭାଇ ନିରୋଧ କୁମାର ରାଉତରାୟ ଗୋଟେ ଭଲ ଚାଷୀ, ଏଥର 150 ବସ୍ତା ଧାନ ମଣ୍ଡିରେ ବି ଦେଇଛି। ବିଲକୁ ଦିନକୁ 12 ଘଣ୍ଟା 14 ଘଣ୍ଟା ଯାଏ, ପନିପରିବା ସବୁ ତାର ଖାଲି ଦେହାନ୍ତ ହେଇଯାଇଛି। ତେଣୁ ହେ ଜନସାଧାରଣ, ମୁଁ ପ୍ରାୟ 30-32 ରାମନୀଳାରେ ବୁକ୍ ହେଇଛି, ନିମନ୍ତ୍ରଣ ସବୁ ଆଇଛି। ଫଲ୍ ଲାଇଟ୍, ଡେ ଲାଇଟ୍, କ୍ରିକେଟ ଆଇଛି 10-12ଟା, ଫୁଟବଲ ଆଇଛି 10-12ଟା, ମେଳା ଆଇଛି 10-12ଟା, ଆଦିବାସୀ ମେଳା ଆଇଛି 10-12ଟା। ଏଇ ଯୋଉ 11 ଦିନ ମୋ ସାନ ଭାଇର ସୁଧକ୍ରିୟା 12 ଦିନ, ସେ 12 ଦିନ ମତେ କ୍ଷମା କରିବେ। ମୋ ପ୍ରତିନିଧି ଯେହେତୁ ଅନୁଷ୍ଠାନ ନିମନ୍ତ୍ରଣ କରିଛି, ପହଞ୍ଚିବ ଅନୁଷ୍ଠାନରେ, କିନ୍ତୁ ମୁଁ ମୋ ସାନ ଭାଇର 14 ସଂକୀର୍ତ୍ତନ ସରିଲେ ମୁଁ ଆପଣମାନଙ୍କୁ ଗାଁରେ ଯାଇ ଦେଖା କରିବି।